ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଭାଷଣ ଏକବିଂଶ ଶତାବ୍ଦୀରେ ବିକଶିତ ଭାରତର ଭୂମିକା। ସମ୍ମାନନୀୟ ସଭାପତି ମହୋଦୟ, ଜ୍ଞାନ ଗୁଣରେ ଗରିଆ ତଥା ନୀତି ଆଦର୍ଶରେ ଗଢ଼ା ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ଅତିଥିଗଣ ଓ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ସହପାଠୀ ଓ ସହପାଠିନୀ ଗଣ, ଆଜିର ଆୟୋଜିତ ସଭାର ବିଷୟବସ୍ତୁ ହେଉଛି ଏକବିଂଶ ଶତାବ୍ଦୀରେ ବିକଶିତ ଭାରତର ଭୂମିକା। ଉକ୍ତ ବିଷୟବସ୍ତୁ ଆଧାରରେ ମୋର ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିବାକୁ ଯାଉଛି। ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନ, ବିଜ୍ଞାନ ଓ ପରିବର୍ତ୍ତନର ଶତାବ୍ଦୀ। ଆଜି ଭାରତ କେବଳ ଏକ ଜନବହୁଳ ଦେଶ ନୁହେଁ, ବରଂ ବିଶ୍ୱ ଦରବାରରେ ଏକ ପ୍ରତିଷ୍ଠିତ ଶକ୍ତି ଭାବେ ଉଭା ହୋଇଛି। ଅର୍ଥନୀତି କ୍ଷେତ୍ରରେ ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଶକ୍ତିଶାଳୀ ଦେଶ ଭାବରେ ପରିଚିତ ହୋଇପାରିଛି। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ଅଭିଯାନ ଆମକୁ ବିଶ୍ୱର ମାନୁଫ୍ୟାକ୍ଚରିଂ ହବ୍ରେ ପରିଣତ କରୁଛି। ଚନ୍ଦ୍ରଯାନ-3ର ସଫଳତା ପରେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଆମେ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ମଧ୍ୟ ଗଠନ କରିପାରିଛୁ। ଆମ ଦେଶର ଯୁବଶକ୍ତି ନୂଆ ଷ୍ଟାର୍ଟଅପ୍ ଏବଂ ଉଦ୍ଭାବନ ମାଧ୍ୟମରେ ସମଗ୍ର ବିଶ୍ୱ ବଜାରକୁ ନିୟନ୍ତ୍ରଣ କରୁଛି। ବସୁଧୈବ କୁଟୁମ୍ବକମ୍ ନୀତିରେ ବିଶ୍ୱାସ ରଖୁଥିବା ଭାରତ G20 ଅଧ୍ୟକ୍ଷତା କରି ସମଗ୍ର ବିଶ୍ୱକୁ ଏକଜୁଟ କରିବାର କ୍ଷମତା ପ୍ରଦର୍ଶନ କରିଛି। କମ୍ ଖର୍ଚ୍ଚରେ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର କରିବାରେ ଭାରତ ଆଜି ସାରା ବିଶ୍ୱ ପାଇଁ ଏକ ମଡେଲ। ସୌର ଶକ୍ତି ବା ସୋଲାର ଏନର୍ଜିର ବ୍ୟବହାର ବଢ଼ାଇବା ପାଇଁ ଭାରତ ଆନ୍ତର୍ଜାତୀୟ ସୌର ମେଣ୍ଟ ଗଠନ କରିପାରିଛି। ଏକବିଂଶ ଶତାବ୍ଦୀ ହେଉଛି ପରିବର୍ତ୍ତନ, ବୈଷୟିକ ପ୍ରଗତି, ପରିବର୍ତ୍ତନର ସମୟ। ଏହି ସମୟରେ ଭାରତ କେବଳ ଏକ ଉଦୀୟମାନ ଶକ୍ତି ନୁହେଁ, ବରଂ ବିଶ୍ୱର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହୋଇଛି। ବିକଶିତ ଭାରତ ବା ଆର୍ଡେଲ 2047ର ସ୍ୱପ୍ନ ଆଜି ପ୍ରତ୍ୟେକ ଭାରତୀୟଙ୍କ ମନରେ ଏକ ନୂତନ ଆଶା ଓ ଉଦ୍ଦୀପନା ଭରି ଦେଇଛି। କିନ୍ତୁ ଆଜି ବି ବିକଶିତ ଭାରତ ପଥରେ ଅନେକ ପ୍ରତିବନ୍ଧକ ରହିଛି। ଦାରିଦ୍ର୍ୟ ଓ ଅସମାନତା ଦୂର କରିବାକୁ ହେବ। ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଜରୁରୀ। ବିପ୍ଳବୀ ଯୁବଶକ୍ତି ପାଇଁ ଉପଯୁକ୍ତ କର୍ମ ନିଯୁକ୍ତି ସୃଷ୍ଟି କରିବା ଏକ ବଡ଼ ଆହ୍ୱାନ। 2047 ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ଭାରତ ଭାବରେ ଗଢ଼ିବା ପାଇଁ ଆମ ସମସ୍ତଙ୍କର ମିଳିତ ସହଯୋଗ ଏକାନ୍ତ ଆବଶ୍ୟକ। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଯାଏ ଅଟକ ନାହିଁ। ଏକବିଂଶ ଶତାବ୍ଦୀରେ ଭାରତର ଭୂମିକା କେବଳ ନିଜର ବିକାଶ ମଧ୍ୟରେ ସୀମିତ ନୁହେଁ, ବରଂ ବିଶ୍ୱର ମଙ୍ଗଳ ପାଇଁ ଅପରିହାର୍ଯ୍ୟ। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଭାରତ। ତ ପିଲାମାନେ, ତୁମମାନଙ୍କର କମେଣ୍ଟ ବହୁତ ମାତ୍ରାରେ ଥିଲା ଯେ ଏହି ଟପିକକୁ ନେଇ ଭାଷଣଟି ପ୍ରସ୍ତୁତ କରିବା ପାଇଁ। ତ ଭାଷଣଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବ। ଥ୍ୟାଙ୍କ ୟୁ।